ତୋରି ପାଇଁ ତୋ ପାଇଁ ଧାରାବାହିକରେ ଆପଣମାନେ ଦେଖିବେ ସୁଗନ୍ଧା କହିବେ ବାପା ଆପଣ ଏମିତି ରାଗନ୍ତୁନି ରାମ କଥାକୁ ବି ଧରନ୍ତୁନି। ଧନଞ୍ଜୟ କହିବେ ରାଗୁନି ବୋହୁମା ରାମ ପାଇଁ ତ ମୋ ମନରେ ବହୁତ କଷ୍ଟ ହଉଛି। ଆରେ ସେ କେମିତି ଏତେ ଶୀଘ୍ର ସବୁକିଛି ଭୁଲି ଯାଇପାରିଲା। ସେ ବି ଶେଷରେ ଚିକି ବୋହୁମାଙ୍କୁ ବୁଝିପାରିଲାନି ଭୁଲିଗଲା ତାଙ୍କୁ। ନିଧି କହିବେ ନାଇଁ ଜେଜେବାପା ଏମିତି କେବେ ବି ହେଇନଥିବ। କେଜାଣି ଭାଇର କ'ଣ ହେଇଛି ସେ ଏମିତି ବ୍ୟବହାର କାହିଁକି କରୁଛି। ଧନଞ୍ଜୟ କହିବେ ଚିକି ବୋହୁମା ଆମକୁ ଛାଡ଼ି ଚାଲିଗଲେ ଏବେ ତ ଏମିତି ଲାଗୁଛି ରାମ ବି ଆମ ପାଖରୁ ଦୂରେଇ ଦୂରେଇ ଯାଉଛି। ଆଉ ଆଜି ରାତିରେ ସେ ପାର୍ଟି କରିବ ବୋଲି ସେ ସିଆ ସାଙ୍ଗରେ କେମିତି କଥା ହେଉଥିଲା ତମେମାନେ କ'ଣ ଦେଖିଲନି। ଏହି ସମୟରେ ରାମ ଆସି କହିବେ ତେଜେବାପା ଚାଲନ୍ତୁ ମୁଁ ଆପଣମାନଙ୍କୁ ମନ୍ଦିରରେ ଛାଡ଼ିଦେବି। ଧନଞ୍ଜୟ କହିବେ ନାହିଁ ରାମ ତୋର ତ ଲେଟ୍ ହେଇଯାଉଥିବ ତୁ ଯା। ଆମେ ତ ଚିକି ବୋହୁଙ୍କର ଆତ୍ମାର ଶାନ୍ତି ପାଇଁ ମନ୍ଦିରକୁ ଯାଉଛୁ। ତତେ ସେଠିକି ଗଲେ ଖରାପ ଲାଗିବନି। କାଳେ ସିଆ ତତେ ଭୁଲ ବୁଝିବ ତୁ ତାକୁ ଥରେ ପଚାରିଦେ। ରାମ କହିବେ ଜେଜେବାପା ତମେ ଏସବୁ କ'ଣ କହୁଛ। ଧନଞ୍ଜୟ କହିବେ ମୁଁ ଠିକ୍ କହୁଛି ରାମ। ଆରେ ମତେ ତ ଲାଗୁଛି ତୋର ପ୍ରକୃତ ଚେହେରା ଆମ ପାଖରେ ତୁ ଲୁଚେଇ ରଖିଥିଲୁ ଏବେ ବାହାରକୁ ଆସୁଛି। ତୁ କେବେ ବି ଚିକି ବୋହୁମାଙ୍କୁ ବୁଝିନଥିଲୁ ବରଂ ତାଙ୍କର ମରିବାକୁ ତୁ ଅପେକ୍ଷା କରିଥିଲୁ। ରାମ କହିବେ ହେଲେ ମୁଁ ତମ ମନରେ କଷ୍ଟ ଦେବାକୁ ଚାହୁଁନି ଜେଜେବାପା ମୋର ଭୁଲ ହେଇଯାଇଛି ମୋତେ କ୍ଷମା କରିଦିଅନ୍ତୁ କିନ୍ତୁ ମୋ ଉପରେ ପ୍ଲିଜ୍ ରାଗନ୍ତୁନି। ଧନଞ୍ଜୟ କହିବେ ଜାଣିଛୁ ରାମ ବେଳେବେଳେ ମୋର ତ ଇଚ୍ଛା ହେଉଛି ତୋ କାନ ମୋଡ଼ିକି ଦି ଚାପୁଡ଼ା ଦେଇକି ସତଟା କ'ଣ ବାହାର କରନ୍ତେ କିନ୍ତୁ କ'ଣ କରିବି ତୁ ତ ୟା ଭିତରେ ବହୁତ ବଡ଼ ହେଇଗଲୁଣି। ତୋ ଜୀବନରେ କ'ଣ କରିବା ଉଚିତ କ'ଣ ନ କରିବା ଉଚିତ କୋଉଟା ଠିକ୍ କୋଉଟା ଭୁଲ ସେ ସବୁର ଡିସିସନ୍ ତୁ ନିଜେ ନେଇପାରୁଛୁ। ଆଉ ଆମେ ତ ତୋ ପାଇଁ ପର ହେଇଯାଇଛୁ ଆଉ ଆମ ଇମ୍ପୋର୍ଟାନ୍ସ ବି ତୋ ପାଖରେ ବହୁତ କମିଯାଇଛି। ଆମେ କ'ଣ ଚିନ୍ତା କରୁଛୁ କ'ଣ ନ କରୁଛୁ ସେଥିରେ ତତେ କିଛି ବି ଫରକ ପଡ଼ୁନି ହେଲେ ଆମକୁ ପଡ଼ୁଛି। ଚିକି ବୋହୁମାଙ୍କୁ ହରାଇବାର ଯନ୍ତ୍ରଣା ଆମକୁ ଖାଇ ଗୋଡ଼ଉଛି। ସୁଗନ୍ଧା କହିବେ ରାମ ବାବା ୟା ଭିତରେ 6 ମାସ ବିତିଗଲାଣି ଆଜି ପର୍ଯ୍ୟନ୍ତ ଆମେ ଜାଣିପାରିଲୁନି ଯେ ପ୍ରକୃତରେ ସେଦିନ ଚିକି ବୋହୁମା ସାଙ୍ଗରେ କ'ଣ ହେଇଥିଲା। 6 ମାସ ଭିତରେ ସବୁଠୁ ବେଶୀ ବଦଳି ଯାଇଛୁ ତୁ। ଏପଟେ ରତନ କହିବେ ତୁ ମତେ ଗୋଟେ କଥା କହିଲୁ ସିଆ ରାମ ଆଉ ଚିକିର ପ୍ରେମ କାହାଣୀ ଲୀଲା ମଜନୁ ଆଉ କେଦାର ଗୌରୀ ଭଳିଆ ଆଗକୁ ଆଗକୁ ବଢ଼ି ଯାଇଥିଲା ହେଲେ ତୁ ଏମିତି କ'ଣ କଲୁ ଯେ ଚମତ୍କାର ଭାବରେ ଏ ସହରର ନମ୍ବର 1 ଲୟରକୁ ନିଜ ହାତ ମୁଠାକୁ ଆଣି ପକେଇଲୁ। ମାନେ ତୁ ଏମିତି କି ଜାଦୁ କଲୁ। ମାଧବୀ କହିବେ ହଁ ତୁ ଆଉ ତା ଉପରେ ଜାଦୁ କରିଦେଇନୁ ତ। ରୁହି କହିବେ ହଁ ଜାଦୁ କରିଛି। ମାଧବୀ କହିବେ ହେଲେ ଏ ଜାଦୁ ଯଦି ଛାଡ଼ିଯାଏ ତାହେଲେ। ରୁହି କହିବେ ଆଣ୍ଟି ଜ୍ୱର ଛାଡ଼ିଯାଏ ଜାଦୁ ନୁହଁ। ଜାଦୁ ତ ସେତେବେଳେ ଛାଡ଼ିବ ଯେତେବେଳେ ଜାଦୁଗର ଚାହିଁବ। ମୁଁ ବାସ୍ ଚିକିର ନାଁ ଆଉ ଚିହ୍ନବର୍ଣ୍ଣ ରାମଙ୍କ ଜୀବନରୁ ଏବେ ଲିଭେଇ ଦେଇଛି। ବାସ୍ ଏବେ ଗୋଟିଏ ହିଁ କାହାଣୀ ରହିବ ରାମ ଆଉ ମୋ କାହାଣୀ। କାହିଁକି ନା ଆମ କାହାଣୀରେ ଚିକିର ରୋଲ୍ ନା ପରମାନେଣ୍ଟଲି ସରିଯାଇଛି। ଏପଟେ ଧନଞ୍ଜୟ କହିବେ ରାମ ମତେ ତୋ ପାଇଁ ବହୁତ ଚିନ୍ତା ହେଉଛି ରେ ସେ ସିଆ ତୋ ପାଇଁ ଉପଯୁକ୍ତ ନୁହଁ। ନିଧି କହିବେ ହଁ ଭାଇ ସେ ଝିଅ ଜମା ବି ଭଲ ଝିଅ ନୁହଁ ତୁ ଏମିତି ବଦଳି ପାରିବୁନି। ଭାଇ ପ୍ରକୃତରେ ସତ କ'ଣ କହ। ରାମ କହିବେ ମୋର ଲେଟ୍ ହେଉଛି ମୁଁ ଏବେ ଆଶା କରୁଛି ଆଜିର ପାର୍ଟିରେ ସମସ୍ତେ ରହିବ। ସୁଗନ୍ଧା କହିବେ ଦେଖ ବାବା ତୁ ଆମ ପ୍ରଶ୍ନର ଉତ୍ତର ନ ଦେଲେ ନାହିଁ ହେଲେ ଆମ ସହ ମନ୍ଦିର ତ ଚାଲ ସେଠି ଆମେ ଚିକିର ଆତ୍ମାର ଶାନ୍ତି ପାଇଁ ପୂଜା ରଖିଛୁ ସେଠି ତୋର ଆବଶ୍ୟକତା ଅଛି। ଧନଞ୍ଜୟ କହିବେ ହଁ କିଛି ନହେଲା ନାହିଁ ନିଜ ସ୍ୱାମୀର କର୍ତ୍ତବ୍ୟ ତ ପାଳନ କର। ଏପଟେ ରୁହି କହିବେ ଆଣ୍ଟି ଯାହା କହିଲେ ସେଇ କଥାଟାକୁ ବି ଇଗ୍ନୋର କରିହେବନି। ଯଦି ସତରେ ଜାଦୁର ପାୱାର କମିଯାଏ ତାହେଲେ ତ ସବୁକିଛି ଗଡ଼ବଡ଼ ହେଇଯିବ। ଆଉ ରାମ ଯଦି ସବୁ ସତ ଜାଣିଦିଅନ୍ତି ତାହେଲେ ତ ସେ ମୋତେ ଘରୁ ବାହାର କରିଦେବେ। ତାପରେ ତ ମୋର ସବୁ ପ୍ଲାନ୍ ଫ୍ଲପ୍ ହେଇଯିବ। ନା ନା ମୁଁ ଏତେ ବର୍ଷ ଧରି କରିଥିବା ପରିଶ୍ରମକୁ ଏମିତି ଭାଙ୍ଗିବାକୁ ଦେବିନି। ମୋତେ ଏଥିରେ ଜଣେ ହିଁ ହେଲ୍ପ କରିପାରିବ ଆଉ ସେ ହେଉଛନ୍ତି ଆଈ। ଏପଟେ କାମିନୀ ଆସି କହିବେ ରାମ ଆଉ ପରିବାର ଲୋକ ସମସ୍ତଙ୍କୁ ଏକାଠି କର। ନିଧି ଏହାପରେ ସମସ୍ତେ ଏକାଠି ହେବେ। କାମିନୀ କହିବେ ମୁଁ କିଛି ଡିସାଇଡ୍ କରିଛି ସିଆ ଆଉ ରାମ ପାଇଁ ମୁଁ କିଛି ଭାବିଛି। ସିଆ ଶୁଭ ମୁହୂର୍ତ୍ତ ଗଡ଼ି ଯାଉଛି ରେ ମା ଶୀଘ୍ର ଟିକେ ଆସ। ଏହାପରେ ସିଆ ଶାଢ଼ୀ ପିନ୍ଧି ଓ ମାଧବୀ ହାତରେ ମୁଦି ନେଇ ତଳକୁ ଆସିବେ। ଏପଟେ ସୁଗନ୍ଧା କହିବେ ମା ଏସବୁ କ'ଣ
କାମିନୀ କହିବେ ସିଆ ଆଉ ରାମର ଏନଗେଜମେଣ୍ଟ ଆଗକୁ ରାମ ଆଉ ସିଆର ବାହାଘର ହେବାକୁ ଯାଉଛି। ଏବେ ଏନଗେଜମେଣ୍ଟ କରିଦେଲେ ଅସୁବିଧା କ'ଣ? ଦେଖ ମୁଁ ଚାହୁଁଛି ରାମ ଆଉ ସିଆର ସମ୍ପର୍କ ଆଗକୁ ବଢ଼ୁ, କାହିଁକିନା ଏମାନଙ୍କ ସମ୍ପର୍କରେ ଯିଏ ବାଧା ସାଧୁଥିଲା ସେ ତ ଏବେ ଏଠି ନାହିଁ। ଆଉ ମୁଁ ମୋ ରାମକୁ ଏକା ଦେଖିପାରିବିନି, ଆଉ ସେଥିପାଇଁ ମୁଁ ଏ ବାହାଘରର ନିଷ୍ପତ୍ତି ନେଇଛି। ସୁଗନ୍ଧା କହିବେ ହେଲେ ମା, ଚିକିକୁ ମରିବାର ଏ କେତେ ମାସ ହେଇଛି, ଆଉ ଆମେ ତା ଜାଗା ଏତେ ଜଲ୍ଦି ଆଉ କାହାକୁ କେମିତି ଦେଇପାରିବା? ମାଧବୀ କହିବେ ଅପା, ଆଉ କାହାକୁ ନୁହଁ, ଯାହାର ଜାଗା ଥିଲା ଆମେ ତାକୁ ହିଁ ଦଉଛେ, ମାନେ ଜାନକୀ ଦିଦିର ଝିଅ ସିଆକୁ ଦଉଛେ। ସୁଗନ୍ଧା କହିବେ ନା, ରାମର ସ୍ତ୍ରୀର ଜାଗା କେବଳ ଚିକିର। କାମିନୀ କହିବେ ଥିଲା, ଯାହାକୁ ସେ ଝିଅ ମୋ ରାମକୁ ଫସେଇ ଜବରଦସ୍ତି ହାସଲ କରିଥିଲା। ହେଲେ ଦେଖ, ଦେବୀ ମା ତାକୁ ତା କଳାକର୍ମର ଦଣ୍ଡ ଦେଇଥିଲେ, ଆଉ ଏବେ ମୋ ରାମର ସାଥୀ ହେଉଛି ସିଆ। ଆଉ ମୁଁ ଆଜି ତାଙ୍କ ଏନଗେଜମେଣ୍ଟ କରିବାକୁ ଯାଉଛି, ଆଉ ମୋ ନିଷ୍ପତ୍ତିକୁ କେହି ବି ବଦଳାଇ ଦେଇପାରିବେନି।